କରୁଛନ୍ତି ପୁଣି ପ୍ରଥମ ନାଟକ ହଉଛି ତୁମ ବଜରଙ୍ଗୀ କେମିତି ଦେଖୁଛନ୍ତି? ଜୟ ଜଗନ୍ନାଥ। ସର୍ବପ୍ରଥମେ ଯାତ୍ରା ରାଣୀ ସିଂହ ବାହିନୀର ନାଟକ ତୁ ମୋ ବଜରଙ୍ଗୀ ସିଣ୍ଡିକେଟ ପଡିଆ ଚଣ୍ଡିଖୋଲ ଏ ଜାଗା ଆଜ୍ଞା ଭାରି ଭଲ। ଆଜି ଆସି ଅଛନ୍ତି ଯାତ୍ରା ରାଣୀ ସିଂହ ବାହିନୀର ବେଡ୍ ବୟ ଶ୍ରୀ ତ୍ରିପାଠୀ ଯିଏକି ବଜରଙ୍ଗୀ ବୋଲି ନାଟକର ପ୍ରଥମ ମଲାଟ। ଆଜ୍ଞା ଯେମିତି ବର୍ଣ୍ଣମଦମୟୀର ବିଲେଇ ଦିନ ପ୍ରଥମେ ଗୋଟେ ନାଟକର ଗୋଟେ ଅଭିନେତା ଥାଏ ପ୍ରଥମେ ସେମିତି ବାଘ ଭଳି। ତେଣୁକରି ଆମ ମମତାକାରୀ ବାଘ ଆସିଯାଇଛି। ଯାହା ହଉ ଏ ବାଘର ମଉଜ ଦେଖିବା ପାଇଁ ଆଜି ଚଣ୍ଡିଖୋଲ ସିଣ୍ଡିକେଟ ପଡିଆର ପ୍ରବଳ ଭିଡ଼। ଏତେ ଲୋକ ମାନେ ଅନଲାଇନ ଅଫଲାଇନ ଏତେ ଟିକଟ ବୁକ୍ ହେଇଛି ଯେ ଲୋକମାନେ ମାଡ଼ ଗୋଳ ଲାଗୁଛନ୍ତି। ସିଂହ ବାହିନୀର ଟଙ୍କା ଟିକେ ବଢିଗଲା। ନିଶ୍ଚୟ ଆଜ୍ଞା 2026 ଉପରେ ହାପି ନିୟର ଦର୍ଶକ ଦେବତା ମାନଙ୍କୁ ସିଂହ ବାହିନୀ ଦେଖେଇବ ନୂଆ ନୂଆ ଅଫର। ଖଣ୍ଡଗିରି ମେଳା ଆସୁଛି ତା ପୂର୍ବରୁ ପ୍ରିପେୟାର ହେଇଗଲେଣି ମାନେ ତୁମ ବଜରଙ୍ଗୀ ଉଠେଇଦେବେ ଖଣ୍ଡଗିରି ନିଶ୍ଚୟ ଆଜ୍ଞା କି କଥା ଆଜ୍ଞା ବଲ ତମର ବେଟ ଆମର ଟିକେ ଅପେକ୍ଷା କର ଖଣ୍ଡଗିରିର କରିବ ଜୋରଦାର ବେପାର। ଖଟା ଖାଇଲା ଭଳିଆ ଏମିତି ହେଲେ ମାନେ ଖଟା ଖାଇଛନ୍ତି ନା ପାନ ଖାଇକି ଏମିତି ଟକା ଦେବେ? ନାଇଁ ନାଇଁ ଏଇଟା ଆଜ୍ଞା ମୋର ନେଚୁରାଲ। କଣ କହିବେ ଆଜି ଯେତେବେଳେ ଏତେ 5-6 ମାସର ବ୍ୟବଧାନ ଆଜି ପିୟୁଷ ତ୍ରିପାଠୀକି ଦେଖିଲେ ମାନେ କେତେ ଖୁସି ଲାଗୁଛି। ନିଶ୍ଚୟ ନିଶ୍ଚୟ ଆମ ମାନଙ୍କୁ ଖୁସି ଲାଗୁଛି। ଗୋଟେ କଥାରେ ଅଛି ବାପ ଭାଇ ମାନଙ୍କୁ ଥିଲେ ନେଇ ଆଗକୁ ଯିବା। ବାପଟେ ଥିଲେ ଭାଇଟେ ଦରକାର, ଭାଇଟେ ଥିଲେ ତା ପାଖକୁ ପୁଅଟେ ଦରକାର। ଜଣେ ସର୍ଟ ଥିଲା ସେ ଜିନିଷ ପୂରଣ ହେଇଗଲା ଆଜି ଖୁସି ଲାଗିବନି? ଅଟୋମେଟିକ ତ ଖୁସି ଲାଗିବା କଥା ଲାଗିବ। ଇଏ ତ ଆମର ଗୋଟେ ଆଜ୍ଞା ପରିବାର। 3 ଜଣ ମାଲିକ ଚାହିଁଥିଲେ ପିୟୁଷକୁ ନେବା ପାଇଁ ଫାଇନାଲି ପିୟୁଷ ଏଠିକି ପଳେଇ ଆସିଲେ ଆଉ ସେ ମାଲିକ ମାନେ ଆଜ୍ଞା ରକ୍ଷା କର ମାଲିକ କଥା ମାଲିକଙ୍କର, ଆମ କଥା ଆମର। ତେଣୁକରି କଳାକାର ଆମ ଜୀବନକୁ ତମେ ରକ୍ଷା କର। ଖଣ୍ଡଗିରି ମହାସମର ଆଗକୁ ନିଶ୍ଚୟ ନିଶ୍ଚୟ ଖଣ୍ଡଗିରି ମହାସମର ଖଣ୍ଡଗିରି ମହାସମରରେ କଳାକାରଙ୍କର ଛକା ପତା ନିଶ୍ଚୟ ନିଶ୍ଚୟ ଆଜ୍ଞା ସେଟା ଗୋଟେ ଖେଳ ପଡିଆ କେତେ ଅଛନ୍ତି? ଦେଖିବା ଆଜ୍ଞା କଥା ଜଣା ପଡିଯିବ ଖଣ୍ଡଗିରି ଉପରେ। ନିଶ୍ଚୟ କିଛି ତ ପୁରା ପାଇଥିବେ ନା ତାକୁ ପରିବର୍ତ୍ତନ କରିବା ପାଇଁ କଳାକାର ଆଗ ବନେଇକି ରୁହନ୍ତି ଖଣ୍ଡଗିରି। ନିଶ୍ଚୟ ନିଶ୍ଚୟ ଆଜ୍ଞା ନିଶ୍ଚୟ ପିଚ୍ ଉପରେ ଖେଳ ଖେଳିଲେ ନିଶ୍ଚୟ ଅଫର ଆସିବ। ଦର୍ଶକ ମାନଙ୍କ ପାଇଁ ଗୋଟେ ଡାଇଲଗ ଦର୍ଶକ ଦେବତା ମାନଙ୍କୁ ତ ନିଶ୍ଚୟ ଡାଇଲଗ ଦବ ଦିଆଯିବ। ନୂଆ ନାଟକର ଆଜ୍ଞା ଗୋଟେ ପ୍ରଥମ ଡାଇଲଗ କହୁଛି ଏଇ ଭଲରେ ଭଲରେ ରାଜି ହେଇଯା, ଭଲରେ ଭଲରେ ରାଜି ହେଇଯା। 10 ଲକ୍ଷ ଟଙ୍କାର ଡିଲ୍ ହେଇଛି, 5 ଲକ୍ଷ ଟଙ୍କା ମୁଁ ଆଡଭାନ୍ସ ନେଇଛି, ମତେ ନେଇ ପହଞ୍ଚେଇ ଦେଲା ପରେ ବାକି ଆଉ 5 ଲକ୍ଷ ପାଇଯିବି। ଆମେ ଅନେଇଛ କଣ, ଉଠାଅ ଝିଅକୁ। ସେ ଗୋଟେ ଡାଇଲଗ ଅଛି ପିୟୁଷଙ୍କର ହିସାବ ହବ ଗୁଟି ଗୁଟି କରିକି ହିସାବ ହବ କାହା ସହିତ ହିସାବ ହବ। ସିଏ ତ ସବୁ ଜାଗା ହିସାବ କରୁଛି ଆଉ ଆଜ୍ଞା କାହାକୁ ଦେତେ ଆମେ ତ ବ୍ଲାକମେଲିଂ କରି ଚଳୁଥିଲୁ। ଆଉ ସିଏ ତ ରାମଚରିତ୍ର ଏମିତି ବସିଲା ଯେ ଆମ ଭାଗ୍ୟ ଲାଇଫ ଟାଇମ ବଦଳେଇ ଦେଲା। ମତେ ଗୋଟେ ବାଟ ଦେଖେଇଦେଲା, ମୁଁ ମୋର ବେପାର କରି ବସିଲି। କାହିଁକି ଏବେ ଡକାୟତ କରିବୁ ତାର ସହିତ ପଇସା ଆଜିକାଲି ଡେଟ୍ରେ ଯୋଉ ପିଲାମାନେ ପାଠ ସାଠ ପଢିକି ଅନ୍ୟାନ୍ୟ କିଛି ବାଟ ନ ପାଇକି ସ୍ମଗଲିଂ କରୁଛନ୍ତି, ଡକାୟତ କରୁଛନ୍ତି, ଅନ୍ୟାନ୍ୟ ଯେକୌଣସି ଗୋଟେ କର୍ମ କରୁଛନ୍ତି ତାପରେ ଠକିଲା ପରେ ଶିଖୁଛନ୍ତି। କିନ୍ତୁ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଲି ଯାତ୍ରା ରାଣୀ ସିଂହ ବାହିନୀର ତୁ ମୋ ବଦନାମୀ ନାଟକ ଦେଖନ୍ତୁ। ନିଶ୍ଚୟ ଆଜିକା ଡେଟ୍ରେ ଯୁବପିଢି ମାନେ କିଛିଟା ପରିବର୍ତ୍ତନ କରିବା ପାଇଁ ଆପଣ ମାନଙ୍କୁ କମେଡି କିଲର ବଢିଆ ଚ୍ୟାଲେଞ୍ଜ ଦଉ।